ଯେମିତିକି ଆପଣ ମାନେ ସମସ୍ତେ ଜାଣିଛନ୍ତି ଚିକେନ୍ର ଲେଗ୍ ପିସ୍ଟା ବହୁତ ଭଲ ଲାଗେ। ଆଉ ଚିକେନ୍ ଲେଗ୍ ପିସ୍ରେ ଯେକୌଣସି ଆଇଟମ୍ କରାଯାଏ ତାହାର ଟେଷ୍ଟ ଆଉ ଲାଜବାବ ଥାଏ। ଆଜି ଦେଖନ୍ତୁ ମୁଁ ଚିକେନ୍ ଲେଗ୍ ପିସ୍ କରି କେମିତି ବନେଇବେ ଆଉ କେଉଁ ପ୍ରୋସେସ୍ରେ ବନେଇବେ, କଲର୍ ଯେମିତି ଦେଖାଯାଉଛି ଟେଷ୍ଟ ତାଠୁ ଆଉ ଦ୍ୱିଗୁଣା ବଢ଼ିଯିବ। ତେଣୁକରି ଆପଣ ଭିଡ଼ିଓଟିକୁ ଫାଷ୍ଟରୁ ଲାଷ୍ଟ ଯାଏଁ ଦେଖନ୍ତୁ, ନିହାତି ରୂପେ ଆପଣଙ୍କୁ ଭଲ ଲାଗିବ। ଆପଣଙ୍କୁ ଦେଖାଯାଉଛି ଏତେ ସୁନ୍ଦର, ଟେଷ୍ଟ ବି ସେମିତି ଥିଲା। ଚାଲନ୍ତୁ ଷ୍ଟାର୍ଟ କରିବା। ନମସ୍କାର, ୱେଲକମ୍ ଟୁ ସଫା ନିହା ଚ୍ୟାନେଲ୍। ଆଜି ଆପଣମାନଙ୍କ ସହିତ ମୁଁ ସେୟାର କରିବି ଚିକେନ୍ ଲେଗ୍ ପିସ୍ କରି। ଦେଖନ୍ତୁ, ପ୍ରଥମେ ଆମେ ଗୋଟେ ଜାଗା ନେଇଯିବା, ଯେଉଁ ଜାଗାରେ ଚିକେନ୍ର ଲେଗ୍ ପିସ୍ ବେଳକୁ ମ୍ୟାରିନେଟ୍ କରିବା। ଚିକେନ୍କୁ ପ୍ରଥମେ ଭଲସେ ଧୋଇ ନେଇ ଛାଣିଦେବା, ସେଥିରେ ପାଣି ଅଂଶ ଛାଡ଼ିଯିବ। ତାପରେ ଆମେ ମ୍ୟାରିନେଟ୍ ପାଇଁକି ପ୍ରସ୍ତୁତି କରିବା। ଯେଉଁ ଜାଗା ନେଇଥିଲି ସେଥିରେ ମୁଁ ଚିକେନ୍ର ଲେଗ୍ ପିସ୍ ପକାଇଦେଲି। ତାପରେ ଏଠି ଦେଖନ୍ତୁ ଟିକେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଆଉ କିଛି ଲୁଣ ଆଉ ମିଡ଼ିୟମ୍ ସାଇଜ୍ର ସ୍ପୁନ୍ରେ ତିନୋଟି ସ୍ପୁନ୍ ମୁଁ ଏଠି ଦହି ନେଇଛି। ଆଉ ଏସବୁ ଟିକେ ଗୋଳେଇ ନେବି। ଗୋଳେଇକି ଘୋଡ଼େଇକି ରଖିଦେବି ଯେପର୍ଯ୍ୟନ୍ତ ଆମର ମସଲା ରେଡ଼ି ନ ହୋଇଛି, ସେ ପର୍ଯ୍ୟନ୍ତ ତାକୁ ମ୍ୟାରିନେଟ୍ କରିକି ଆମେ ରଖିପାରିବା। ତାପରେ ଦେଖନ୍ତୁ, ଏଠି ମୁଁ ଗୋଟେ କଡ଼େଇ ବସାଇ ନେଲି ମସଲା ପ୍ରସ୍ତୁତି କରିବା। କଡ଼େଇ ଗରମ ହେଲା ପରେ ମୁଁ ଏଠି ସୋରିଷ ତେଲ ଦେଉଛି। 4ଟି ବଡ଼ ସ୍ପୁନ୍ରେ ଦେଇଛି। ପ୍ରଥମେ 2ଟି ସ୍ପୁନ୍ର ତେଲ ଦେଲି, ତାପରେ ଆଉ 2ଟି ସ୍ପୁନ୍ର ତେଲ ଦେଲି। ସୋରିଷ ତେଲ ଏଥିପାଇଁ ୟୁଜ୍ କରିଛି, ସୋରିଷ ତେଲରେ ଯେକୌଣସି ଆମିଷ ରେସିପି କରୁ, ନନଭେଜ୍ ରେସିପି ଆମେ କରୁ, ତା'ର ଟେଷ୍ଟ ବହୁତ ଭଲ ଆସେ। ଆପଣ ଚାହିଁଲେ ରିଫାଇନ୍ ତେଲ ୟୁଜ୍ କରିପାରିବେ। ଆଜି କିଛି ଡ୍ରାଏ ମସଲା ନେଇଛି। ଦେଖନ୍ତୁ, ତେଜପତ୍ର, ଜିରା, ଲବଙ୍ଗ, ଗୁଜୁରାତି, ଶୁଖିଲା ଲଙ୍କା ଏସବୁ କରି ଆଉ ଗୋଟେ ଡାଲଚିନି, ଏସବୁକୁ ମୁଁ ଏଠି ପକାଇ ନେଲି। ଆଉ ଭଲସେ ଟିକେ ଫୁଟିବା ପାଇଁ ଛାଡ଼ିଦେଲି। ଯେତେବେଳେ ଭଲସେ ଫୁଟିକି ଟିକେ ବାସ୍ନା ବହୁତ ଭଲ ଆସିଲା ଆଉ କଲର୍ ଟିକେ ଚେଞ୍ଜ ହୋଇଗଲା, ତାପରେ ଏଠି ମୁଁ ପିଆଜ ଆଡ଼୍ କରୁଛି। ପିଆଜଟି ମୁଁ 2ଟି ନେଇଛି ଆଉ ତାକୁ ଲମ୍ବା ଲମ୍ବା ପିସ୍ରେ କାଟି ନେଇଛି। ଆପଣ ଚାହିଁଲେ ତାକୁ ଛୋଟ ଛୋଟ ପିସ୍ରେ କାଟିପାରିବେ। ତାପରେ ପିଆଜକୁ ଆମକୁ ସେ ପର୍ଯ୍ୟନ୍ତ ଭାଜିବା ଯେପର୍ଯ୍ୟନ୍ତ ପିଆଜର ସ୍ମେଲ୍ଟା ଯିବ ଭାରି। ତାପରେ କଲର୍ ଚେଞ୍ଜ ହେଇକି ଟିକେ ହାଲକା ବ୍ରାଉନ୍ କଲର୍ ହେଇ ଆସିବ। ଆପଣମାନେ ଦେଖୁଥିବେ ପିଆଜର ଧୀରେ ଧୀରେ କଲର୍ ଚେଞ୍ଜ ହେଇ ଆସିଲାଣି। ଆଉ ଯେମିତି କହୁଥିଲି ହାଲକା ବ୍ରାଉନ୍ କଲର୍ ହେଇଯିବ, ଏବେ ସେମିତି ହେଇସାରିଛି। ଏଠି ମିଡ଼ିୟମ୍ ସାଇଜ୍ର 2ଟି ଟମାଟୋକୁ ମୁଁ କାଟି ନେଇଛି। ସେଇ ଲମ୍ବା ଲମ୍ବା ପିସ୍ରେ କାଟି ନେଇଛି। ଆପଣ ଚାହିଁଲେ ଛୋଟ ଛୋଟ ଚପ୍ କରି କାଟିପାରିବେ। ତାପରେ ଏଠି ମୁଁ ପକାଇ ନେଲି ଆଉ ତାକୁ ଟିକେ ପିଆଜ ସହିତ ମିଶାଇ ନେଉଛି। କିଛି ସମୟ ଏପଟ ସେପଟ କରିନେବି, ଯେମିତିକି ଟମାଟୋର କିଛି ପାଣି ଅଂଶ ବାହାରିବ। ତାପରେ ଦେଖନ୍ତୁ, ଏଠି ମୁଁ ଅଦା ରସୁଣକୁ ପେଷ୍ଟ କରିନେଇଥିଲି। ବଡ଼ ସ୍ପୁନ୍ରେ 2ଟି ସ୍ପୁନ୍ ଏଠି ଅଦା ରସୁଣର ପେଷ୍ଟ ଦେଇ ଦେଉଛି। ପେଷ୍ଟ ଦେଲା ପରେ ତାକୁ ଟିକେ ଭଲସେ ମିଶାଇ ନେବା। ଯେକୌଣସି ଆଇଁଷ ବା ନନଭେଜ୍ ରେସିପି ଆମେ କରୁ, ଟିକେ ମସଲାକୁ ଭଲସେ କଷେଇଲେ ତା ଟେଷ୍ଟଟା ବହୁତ ଭଲ ଆସେ। ମସଲାକୁ କଷେଇଲା ବେଳେ ଏଠି ମୁଁ ଟିକେ ଟିକେ ଘୋଡ଼େଇ ନେଉଥିବି ଆଉ ତାପରେ ଫେର ଘୋଡ଼ଣି କାଢ଼ିକି ଟିକେ କଷେଇ ନେଉଥିବି। ଏଠି ଟିକେ କଷେଇ ହେଇଯାଇଛି। ତାପରେ ଏଠି ମୁଁ ଦେଖନ୍ତୁ ଶୁଖିଲା ମସଲା ପକାଉଛି, ଯେମିତି ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଆଉ ଧନିଆ ଗୁଣ୍ଡ ଏସବୁକୁ ମୁଁ ପକାଇ ନେଲି। ତାପରେ ତାକୁ ଟିକେ ମିଶାଇ ଦେବି। ଏଠି ମୁଁ କୌଣସି ପାଣି ଦେଉନି, କାରଣ ମସଲାରୁ ଏମିତି ବି କିଛି ପାଣି ବାହାରେ। ଆଉ ଯେତେବେଳେ ଆପଣ କଷାଉଥିବେ ଲୋ ହାଇ ଫ୍ଲେମ୍ରେ ଗ୍ୟାସ୍କୁ ରଖିକି କରୁଥିବେ। ତାପରେ ଦେଖନ୍ତୁ, ମୁଁ ଏଠି 10 ମିନିଟ୍ ପାଇଁ ଘୋଡ଼େଇ ନେଉଥିବି ଆଉ ଫେରେ ତାକୁ ମଝିରେ ମଝିରେ ଘାଣ୍ଟିକି ମିଶାଉଥିବି। ଯେତେବେଳେ ଦେଖିବେ ମସଲା ଟିକିଏ ଶୁଖିଲା ହେଇକି ଆସିଲାଣି, ହେରି ତା'ର ବାସ୍ନା ଅଦା ରସୁଣ ପେଷ୍ଟର ବାସ୍ନା ପଳାଇଯାଇଛି, ସେତେବେଳେ ଏଠି ମୁଁ ଚଟଣି ପତ୍ର ଆଉ କଞ୍ଚା ଲଙ୍କା ଏ ଦୁଇଟାକୁ ମୁଁ ପେଷ୍ଟ ବନେଇ ନେଇଥିଲି। ରାଗ ଆପଣଙ୍କ ଇଚ୍ଛା ଅନୁସାରେ କମ୍ ବହୁତ ଦେଇପାରିବେ। ତାପରେ ଏଠି ମୁଁ ଟିକେ ମିଶାଇ ନେଲି ଆଉ କିଛି ପାଣି ଦେଇଦେଲି। ତାକୁ ଫେରେ ଘୋଡ଼େଇ ନେଲି। ଘୋଡ଼େଇକି ଫେରେ 10 ମିନିଟ୍ ଲେଖା ଛାଡ଼ିଦେବି ଫୁଟିବା ପାଇଁ। ମୋର ଏଠି 10 ମିନିଟ୍ ହେଇଯାଇଛି। ଫେର ତାକୁ ଉପର ତଳ କରି ମିଶାଇ ନେବି। ଆପଣ ଦେଖିପାରୁଥିବେ କେତେ ଗ୍ରୀନ୍ କଲର୍ ଦେଖାଯାଉଛି, କାରଣ ଏଠି ମୁଁ
कोरिएंडर लीव बा चटनी पत्र को ये मुझे बाटिकी देती से कलर टी ग्रीन आसपर ये देखो चिकेन मसला मु पकेली 2 स्पून आउ तरकारी टेस्ट आने लुण देदेली ताकू भी मिसई नेबी सेमती भल कर मिसई देकी फिर घोड़े नेबी आ जेहेतु लो हाई फ्लेम रे करूचे टे बार बार टी आमको घोड़े की फिर गोले की मिसेगा पड़ो कारण जेहेतु आइंसर रोसई आम करे नॉनवेज रोसई आम करे तो मसलाटा जिते कषा हम आ घोड़ा होती कराऊँगी तार फ्लेवरटा बहुत बढ़िया आसी जाए। देखो ये धीरे धीरे आमर ग्रीन कलर जोड़ा थिला धीरे धीरे आमर कमी आसला आ बढ़िया कलरटे आसी आ देखुथिबे चारि साइड्रु तेल छाड़वा स्टार्ट कर मसलारू ये देखो मसला आमर रेडी हो सारी। एबे आमे कौन करबा मैरिनेट कर रखी चिकेन को ये पकई नबा। देखो पानी केवल अल्प देकी कषई नहीं तापर ये मैरिनेट कर चिकेन को पकई नेली आ किछि पानी देदेली ताकू टिके एपट सेपट करनेबी से सेम ये प्रोसेस रे ताकू घोड़े घोड़े आम करार अच्छी। आ लेग पीस जानी बहुत बड़ बड़ पीस थाए आम टिके ताकू कषाइबा को पड़े आ घोड़े घोड़े देले टिके सीझी जाए। से सेम प्रोसेस रे देखंतु मु कषई नौची आ देखिए जिते आपणकर चिकेन टिके नरम हो आसला सीझी आसला से गरम मसला पकईदेली तापर ये मु आउटे मिसई नौची मिसईकी घोड़े की छाड़देवी सीझापी। देखो ये बढ़िया वासना आसूची आप बिलीव करेनि चटनी आ पत्र जोड़ा दि जाइए बटाटा तार बास्ना बहुत बढ़िया आसूला आ ड्राई जो मसला पकईले सेगुरा बास्ना बहुत भल आसूला। ये गोटे कषा टाइप रही चारियार देखते केते तेलिया तेल बाहर तेणु चिकेन भी आमर भल से कषे मसला सहित आपणकर जी चाहूँगी पानी दवापाई बा ग्रेवी करने तो सेमती आप कषे ग्रेवी कर बन ने जदि टिके झोल रखापी चाहूँगी ताल आ कि पानी देकी ताको फिर घोड़े ने फुटापी छाड़देवे। ये 15-20 मिनट पाखापाखि छाड़ देती जेहेतु पानी देती आ पोड़बार चांस ना तेणुक घोड़े देला 15-20 मिनट छाड़ देती सीझापी। एबे देखिपारे चिकेन केते बढ़िया से लेग पीस सीझी जाइए ऊपर पाट देखुए चिकेन सब छाला टाइप रही आम चिकेन पूरा सीझी जाइए आपर देखो टिके पतला भाव आमर झोलटा टिके पतला अच्छी से मुझे फुटापी छाड़देवी ता भितर मुझे पकई नेबी चटनी पत्र आउ टिके बढ़िया टेस्ट आने ये मुझे चटनी पत्र पकई नेली ताकू टिके भल से मिसई नेबी मिसईकी फिर घोड़े नेबी जमती आमर आउ टिके पानीटा टिके मरीज टिके ग्रेवी आसो तबे मिसईकी मु घोड़े नौची तापरे किछ समय फुटीगला परे आमर रेडी हो चिकेन लेग पीस करी। देखंतु के धीरे धीरे आमर कलर चेंज हो घोड़े नहीं तापर ये काढ़ी नहीं तापर आपको देखौची केते बढ़िया कलरटा आसी आप देखी जानीपे बहुत टेस्टी भी थिला। निहाती रूपे आप प्रोसेस रे ट्राए करंतु समस्त खाइबापी भल लगे आ लेग पीस तो समस्त पसंद हुए आ जेकोसी रेसिपी कले भी समस्त भल लगे तेणु थरे लेग पीस इ सुंदर प्रोसेस रे आप करी बनातु आप रुटी सहित खातु भात सहित खातु जो भी खातु आपको टेस्ट ही लगे। आपको जब ये रेसिपी भल लगे निहाती वीडियो टी लाइक करूँ चैनल को नुआ आसते निहाती रूपे सब्सक्राइब करूँ शेयर जदि कर निहाती रूपे शेयर करूँ। रहुची थैंक यू।